ଆପଣ ଯାଇଥିଲେ କି? ଆମେ ଆଜି ସ୍ୱାଗତ କରିବା ଆମ ନୂଆ ପିଲାମାନଙ୍କୁ ନୁହେଁ, ଶିଶୁ ବଟିକା କୁନି କୁନି ପିଲାମାନଙ୍କୁ ସେମାନେ ପୁରା ଆଗ୍ରହରେ ଯାଇଛନ୍ତି। ଯେତେବେଳେ ଆମକୁ ଡାକିବେ କାହା ପାଳି ଆଗ ପଡିବ ନୁହେଁ, ତାହେଲେ ବର୍ତ୍ତମାନ ମୁଁ ଡାକୁଛି ଅର୍ଜୁନ ସାହୁ। ଅର୍ଜୁନ ସାହୁ କିଏ ସେ? ଛିଡା ହେଲ ଟିକେ, ଆସିଲ ଟିକେ ମୋ ପାଖକୁ। ଗୁଡ୍। ବର୍ତ୍ତମାନ ମୁଁ ସରପଞ୍ଚ ମହୋଦୟକୁ ଅନୁରୋଧ କରିବି ସେ ଏଇ ଆଇଡେଣ୍ଟି କାର୍ଡଟା ତା ଭିତରେ ଗଳେଇବେ ଆଉ ତାକୁ ଟିକେ ଫୁଲ ଚନ୍ଦନ କରିବେ। ରୁଦ୍ରାଂଶୁ ମଲ୍ଲିକ, ରୁଦ୍ରାଂଶୁ ମଲ୍ଲିକ, ପିଲାମାନେ ନାଁ ଜାଣିପାରୁନାହାନ୍ତି, ନୂଆ ନୂଆ ଯେହେତୁ ଆସିଛନ୍ତି। ରୁଦ୍ରାଂଶୁ ମଲ୍ଲିକ ପିଲେ, ଆମେ ପିଲାଙ୍କୁ ଚିହ୍ନିବା ଯେହେତୁ ସେ ଆମ ପାଖକୁ ଆସିଛନ୍ତି, ଆମେ ତାଙ୍କ ନାଁ ଜାଣିନେ ଆଉ ତେଣୁ ଜଣେ ଜଣକୁ ଚିହ୍ନିବା ପାଇଁ ତାଙ୍କ ନାଁଟା ଆଜି ଲେଖା ହେଇ ରଖା ହେଲା। ତମେ ବଡ ପିଲାମାନେ ତାଙ୍କ ନାଁ ଚିହ୍ନିବ। ରୁଦ୍ରାଂଶୁ ମଲ୍ଲିକ, ସ୍ୱାଗତ ସ୍ୱାଗତ। ଚାଲୁ ଯିବ ସ୍କୁଲ ଝିପି ଝିପି ବରସାରେ, ଚାଲୁ ଯିବ ସ୍କୁଲ ସମଗ୍ର ଶିକ୍ଷାର ଦେବା ଦୁଲୁକେଇଲୋ, ଝିପି ଝିପି ବରସାରେ ଚାଲୁ ଯିବ ସ୍କୁଲ, ଝିପି ଝିପି ବରସାରେ ଚାଲ ଯିବା ସ୍କୁଲ ସମଗ୍ର ଶିକ୍ଷାର ରଥକୁ ଦେବା ଦୁଲୁକେଇଲୋ, ଦେବା ଦୁଲୁକେଇଲୋ। ଅ ଆ ଠାରୁ ଅ ଯାଏ ଶିକ୍ଷାଗାର ଦିଆଯାଏ ଖାଏ। ଅ ଆ ପାଠ ପଢିଲେ ଶିକ୍ଷିତ ହେବା, ଅଜ୍ଞାନ ଅନ୍ଧକାରକୁ ଦୂରେଇ ଦେବା। ଆକାଶ ଆଦିତ ଆଦିବାସୀ, ଆକାଶ ଆଦିତ ଆଦିବାସୀ ନିଜର ଭବିଷ୍ୟତକୁ ଦେବା ଝଲକାଇଲୋ, ଦେବା ଝଲକାଇଲୋ। ଝିପି ଝିପି ବରସାରେ ଚାଲ ଯିବା ସ୍କୁଲ ସମଗ୍ର ଶିକ୍ଷାର ରଥକୁ ଦେବା ଦୁଲୁକେଇଲୋ, ଦେବା ଦୁଲୁକେଇଲୋ। ନୀତି ଆଦର୍ଶର ବାଣୀ ଶୁଣିବା, ଚରିତ୍ର ଗଠନ ପାଇଁ ବ୍ରତୀ ହୋଇବା। ନୀତି ଆଦର୍ଶର ବାଣୀ ଶୁଣିବା, ଚରିତ୍ର ଗଠନ ପାଇଁ ବ୍ରତୀ ହୋଇବା। ଦେଶ ଜାତି ପାଇଁ ଜୀବନ ଦେବା, ବିଦ୍ୟାଳୟ ଆମେ ଆଜି ଶପଥ ନେବା। আমুনা আদিবা স্কুল, আমুনা আমুনা আদিবা স্কুল। ଆମେ ଏମିତି ପିନ୍ଧିକିରି ଏକ ପିନ୍ଧିକିରି ଗୀତ ବୋଲିବା, ନାଚ କରିବା, ନାଇଁ କି? ସବୁଦିନ ସ୍କୁଲ ଆସିବା। ତାପରେ ଦେଖ ଆ ଭିତରେ ବି ଆମର କେତେ ଜିନିଷ ଅଛି। ନୂଆ ଦିଗନ୍ତ ଗାଈର କେତେଟା ଶିଖ ପଛରେ ଜାଣିବା, ନାଇଁ କି? ଆଚ୍ଛା ଏଇଟା କଣ କହିଲ?
ସବୁ ଦେବେ। ଥରେ ଗୋଟେ କୁମ୍ଭୀର ଥିଲା ଆଉ ଗୋଟେ ଥରେ ମାଙ୍କଡ ଥିଲା। ମାଙ୍କଡ କୋଉଠି ରହୁଥିଲା? ଗଛରେ, ଏମିତି ଗୋଟେ ଗଛରେ ଥିଲା ଏମିତି ଏଇ ଗଛରେ ମାଙ୍କଡ ଏଇଠି କଣ କରୁଛି? ବସିଥିଲା। ଆଉ କୁମ୍ଭୀର ଏମିତି ପାଣିରେ ଯାଇକି ଗଛ ମୂଳେ ରହେ। ବୁଝିଲ ପିଲେ? ତାପରେ ଥରେ କଣ ହେଲା, ଏ ଗଛରେ କଣ ହଉଥିଲା କହିଲ? ଜାମୁ କୋଳି ହଉଥିଲା। ମାଙ୍କଡ ସବୁଦିନ ଜାମୁ କୋଳି ଖାଏ। କୁମ୍ଭୀର କହିଲା ମୁଁ ଟିକେ ଜାମୁ କୋଳି ଖାଆନ୍ତି। କୁମ୍ଭୀର କହିଲା, ଦେଖ କେମିତି କହିଲା, ମାଙ୍କଡ ଭାଇ ତମେ ସବୁଦିନ ଜାମୁ କୋଳି ଖାଉଛ, ମତେ ଟିକେ ଦବନି? ହଁ ହଁ ନିଶ୍ଚିତ ଦେବି, କାହିଁ ଦେବିନି? ତମେ ବା ମୋର ମୋ ସାଙ୍ଗ। ହଁ ଟିକେ ଦେଲ, ମୁଁ ଟିକେ ଖାଏ। ନିଅ 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 ନିଅ। ଇସ୍, କି ମିଠା। ଦେଖିଲଟି ଜାମୁକୋଳି ଟା କେତେ ମିଠା ଲାଗୁଛି। ଆଜିଠୁ ତମର ମୋର ସାଙ୍ଗ ହଁ, ଆମେ ସାଙ୍ଗ ହବା। ହେଲା ହେଲା। ତାପରେ ମାଙ୍କଡ ଡେଇଁ ଡେଇଁ ରହିଲା ଗଛରେ, ଆଉ କୁମ୍ଭୀର ପାଣିରେ ପୁଣି ଘରକୁ ପଳେଇଲା। ହେଲା ଅଛି ହେଲା। ଆମେ ସମସ୍ତେ ଆସିଲେ ସ୍କୁଲ, ସବୁଦିନ ଆସିଲେ ଏଇ ଗପ ଗୁଡାକ ଏମିତି ଦେଖିଲ କେତେଟା ପିଲା ଅଛନ୍ତି? କି ଗଣିକି ଟିକେ ଦେଖେଇଦେଲ କେମିତି? ଭେରି ଗୁଡ୍। ସବୁ ଏମିତି ସବୁଦିନ ଆସିଲେ ପୁରା ମଜା ଦେଲେ ପଢିବା ପୁରା ମଜା ଲାଗୁଛି ଟି? ହଁ। ତାପରେ ତାହେଲେ ଏଇଟା କଣ ଜାଣିଛ? ଗପରାଜ। ଆମେ ଏଠି ଗପ ପଢିବା, ଶୁଣିବା, ଗପ ଶିଖିବା। ନାଇଁ ସମସ୍ତେ କରିପାରିବା ଏଠି। ଏପଟ ସେପଟ ହେଇଥିବ, ପଜଲ ହେଇକି ଥିବ, ତମେ ତାକୁ ସଜେଇବ। ହେଲା। ତାପରେ ଆମେ ଆସିବା ରଙ୍ଗର ଦୁନିଆ ଆଉ ରଙ୍ଗ ପସରା। ରଙ୍ଗ ଦୁନିଆ, ରଙ୍ଗ ପସରା। ଦେଖିବ କେତେ ପ୍ରକାର ରଙ୍ଗ ହେଇଛି। ନାଇଁ ନାଇଁ ହଁ। ତାହେଲେ ଏଇଟା କୋଉ ରଙ୍ଗ ଜାଣିଛ? ଭେରି ଗୁଡ୍। ଏଇଟା 2, 3, 4, 5, 6, 7ଟା। ଯଦି ମନେକର ଠେକୁଆ ଖାଇଦବ 3ଟା ଖାଇଦବ, ତାହେଲେ ଆଉ କେତେଟା ରହିବ? ଆଉ କେତେଟା ରହିବ? 4ଟା। ଭେରି ଗୁଡ୍। ଆମେ ଏମିତି ମିଶାଣ ଫେଡାଣ ବି ପଢିବା, ନାଇଁ କି? ଚାଲ ଏମିତି ଦେଖିଦିଅ, ବୁଲେଇ ଦିଅ। ଗୋଟେ ଗୋଟେ ଜାଗାରେ 2 ଜଣ 3 ଜଣ ହିଁ ବସିବ। ସବୁ ଜିନିଷ ତମର। ଏଇଟା କିଏ ବଜେଇବ? ବଜେଇଲ? ହଁ ବଜାଇ। ଭେରି ଗୁଡ୍। ବଢିଆ। ବଜେଇ ଆସିବ। ଆରେ ବା, ବଢିଆ। ଏଇଟାକୁ ଆମେ ସଜାଡ଼ିବା। এটা হবনি, এটা হবনি। ভেরি গুড। এটা হবনি।
ଆଙ୍ଗୁଠିର ଏଇ ସନ୍ଧି ପଛପଟିଆ ହେଲା। ତାପରେ ଏପଟ ହାତର ଏଇଭଳିଆ ଆଙ୍ଗୁଠି ସନ୍ଧି। ତୃତୀୟ ହେଲା ଭିତର ଆଙ୍ଗୁଠିର ସନ୍ଧି। ତାପରେ ଚତୁର୍ଥ ହେଲା ନଖ ଆଉ ପାପୁଲି, ଯାହା ନଖ ମଧ୍ୟରେ ଥିବା ମଇଳା ସଫା ହେଇଯାଇପାରିବ। ବୁଝିପାରିଲ? ଏ ହାତ ବି ଏଇଭଳି କରିବ, ଦୁଇ ହାତ ରହିବ। ତୃତୀୟଟା ହେଲା ଏଇଭଳି ବୃଦ୍ଧ ଆଙ୍ଗୁଠିଟାକୁ ଘଷିବା, ଏପଟ ହାତ ଏପଟ ହାତ। ତାପରେ ଆମେ ଏଇ ରିଷ୍ଟ ଯୋଉଟା କଚଡିଟାକୁ ଆମେ ସଫା କରିବା। ଏଇଭଳି ଘଷିଲେ ଆମର ହାତ ସମ୍ପୂର୍ଣ୍ଣ ଭାବେ ସଫା ହେଇଯିବ। ଏହା ଦ୍ୱାରା ଆମ ଶରୀରକୁ କୌଣସି ଜୀବାଣୁ କୀଟାଣୁ ଭୂତାଣୁ ପ୍ରବେଶ କରିପାରିବେ ନାହିଁ। ହେଲା, ଧନ୍ୟବାଦ। ଧନ୍ୟବାଦ ସାର୍। ଆମେ ନିଶ୍ଚିତ ଭାବରେ ସାର୍ଙ୍କର ହାତ ଧୁଆ କାର୍ଯ୍ୟକ୍ରମ ଏବଂ ମ୍ୟାଡାମଙ୍କର ଏହି ପରିଷ୍କାର ପରିଚ୍ଛନ୍ନତାକୁ ଧ୍ୟାନ ଦେବା। ବର୍ଷ ଯାକ ଆଜି ପ୍ରଥମ ଦିନ, ଆମେ ବର୍ଷ ଯାକ ନିଶ୍ଚିତ ଭାବେ ପାଳନ କଲେ ଆମର ସ୍ୱାସ୍ଥ୍ୟ ନିହାତି ଭଲ ରହିବ।